ମୁଁ ଆଜ୍ଞା ଭରତ କୁମାର ମିଶ୍ର ଜଣେ ସମାଜସେବୀ। ଦୀର୍ଘ ବର୍ଷ ହବ ଘସିପୁରା ତହସିଲ ଅଞ୍ଚଳରେ ଜମି ମାଫିଆ ମାନେ ସକ୍ରିୟ ହେଇଛନ୍ତି। ସେଥିରେ ସମ୍ପୂର୍ଣ୍ଣ ରୂପେ ଦାୟୀ ତହସିଲ, ସବ୍ କଲେକ୍ଟର ଅଫିସ ମଧ୍ୟ ଦାୟୀ, ଆପଣଙ୍କର म्युनिसिपालिटी ମଧ୍ୟ ଦାୟୀ। ଦୀର୍ଘ ବର୍ଷ ହବ ଏମାନେ କ'ଣ କରିଛନ୍ତି ନା ସରକାରୀ ଜମିକୁ ଜବରଦଖଲ ଅକ୍ତିଆର କରୁଛନ୍ତି। ତାପରେ ଧୀରେ ଧୀରେ ତାକୁ ଛୋଟ ଘର କରୁଛନ୍ତି ଏବଂ ପଛରେ ପ୍ଲଟିଂ କରିକି ମଧ୍ୟ ଲକ୍ଷାଧିକ ଟଙ୍କାରେ ମଧ୍ୟ ବିକ୍ରି କରୁଛନ୍ତି। ଏହାର ଉଦାହରଣ ଆପଣଙ୍କର ଏଇ ଆନନ୍ଦପୁର म्युनिसिपालिटी 16 ନମ୍ବର ୱାର୍ଡ ଶୈଲଙ୍ଗ, ଆପଣ ଶୈଲଙ୍ଗ ଅଞ୍ଚଳକୁ ଯିବେ, ବର୍ତ୍ତମାନ ପ୍ଲଟିଂ ହେଇକି ବିକ୍ରି ଚାଲିଛି। ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ପ୍ରଶାସନ ସ୍ଥାଣୁ ଅବସ୍ଥାରେ ରହିଛି, ନିଦ୍ରା ମୁଁ ଭାବୁଛି ସେ ଶୋଇପଡ଼ିଛି। ଏଥିରୁ ଜଣାପଡ଼ୁଛି ଯେ ପ୍ରଶାସନ ନିଶ୍ଚିତ ଭାବରେ ତାଙ୍କୁ ଘୋଡ଼େଇକି ରଖିଛି। ପ୍ରଶାସନ ଆଜ୍ଞା ଏଠି ମୁଁ ଭାବୁଛି ଯେଉଁ ସରକାରୀ ଜମି ମାଫିଆ ମାନେ ବିକ୍ରି କରୁଛନ୍ତି, ରାଧେ ରାଧେ ଅଧେ ଚାଲିଛି। ମାନେ ସରକାରଙ୍କର ଯେଉଁ ସରକାରୀ ଚାକିରିଆ ମାନେ ରହିଛନ୍ତି, ସେ ସରକାରୀ ଚାକିରିଆ ଦଲାଲ ମାନଙ୍କ ଠାରୁ କିଛି ଅର୍ଥ ନେଇ ସେମାନେ ଚୁପ୍ ହେଇ ବସିଛନ୍ତି। ଅଭିଯୋଗ ପାଇଲା ପରେ ଗୋଟେ ଗୋଚର ଉପରେ ଗୋଟେ ଜଣେ ଲୋକ ହୋଟେଲ କରିଛି, ତାର ତଦନ୍ତ କରିବା ପାଇଁ ଆମେ ଆର୍ଆଇ କି ପଠେଇଲୁ। ଆର୍ଆଇ ତଦନ୍ତ କରି ରିପୋର୍ଟ ଦେଲେ ତାହା ଅଲରେଡ଼ି ଜି ଫର୍ମରେ ବୁକ୍ ହେଇଛି ଏବଂ ସେ ଲୋକ ପେନାଲ୍ଟି ଦେଇଛି। କିନ୍ତୁ ତାଙ୍କୁ ଯେଉଁ ନିର୍ଦ୍ଦେଶ ଦିଆହେଇଥିଲା ମାସେ ଭିତରେ ହଟିବା ପାଇଁ, ସେ ହଟି ନାହାନ୍ତି ଏବଂ ପୁନର୍ବାର ଆମେ ତାଙ୍କୁ ନୋଟିସ୍ ଦେଉଛୁ ସେଠୁ ହଟିବା ପାଇଁ ଏବଂ ଖୁବ୍ ଶୀଘ୍ର ଜବରଦଖଲ ଉଚ୍ଛେଦ କରାହେବ। ଯେଉଁମାନେ ଜବରଦଖଲକାରୀ କରୁଛନ୍ତି ସମସ୍ତଙ୍କ ପାଇଁ ଜିରୋ ଟଲରେନ୍ସ ନୀତିରେ ଆମେ କାର୍ଯ୍ୟ କରିବୁ, ସମସ୍ତଙ୍କୁ ଉଚ୍ଛେଦ କରିବା ପାଇଁ ବ୍ୟବସ୍ଥା କରାହେବ। अच्छे टमाटर होंगे पार, दागदार हो गए बाहर, ज्यादा पकने वालों की हो गई हार, ताजा रसीले प्राइम का दावेदार, प्राइम टमेटो केचप, फ्रेश एंड प्योर।